ଭାବୁଛି କ'ଣ ସବୁ ହେଉଛି। ହଁ ଦିଅ ନମଇଜା 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 ଦିଅନ୍ତୁ। ओम नमः शिवाय ओम नमः शिवाय ओम नमः शिवाय ଓମ୍ ନମଃ ଶିବାୟ କହିଦିଅନ୍ତି। ଆମ ଗଣରେ ବାବା ବାଲୁକେଶ୍ୱର ଦେବ ଐଶ୍ୱର୍ଯ୍ୟେଶ୍ୱର ଦେବ ବାଙ୍କନିଧି ଦେବ ସମସ୍ତ ଠାକୁର ଧୀରେ 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 ପହଞ୍ଚି ସାରୁଛନ୍ତି। ଏହି ଦଣ୍ଡଯାତ୍ରା ଦଣ୍ଡ ମିଳନର ପର୍ବ ଚାଲିଛି ଆମ ମେଣ୍ଟ ଗ୍ରାମରେ। ନିଶ୍ଚିତ ଭାବରେ ଦଣ୍ଡଯାତ୍ରା ଏକ ଐତିହାସିକ ପର୍ବ। ସେ ଭଗବାନ ଭକ୍ତ ଭଗବାନଙ୍କର କଥା ଏଠି ଆଲୋଚନା ଚାଲିଛି। ଦଣ୍ଡଯାତ୍ରାର କଥା ଆମର এই নীতি নিয়মକୁ ନେଇ ଦଣ୍ଡଯାତ୍ରା ପରିବେଷିତ ହୋଇଛି ଆମର এই ପବିତ୍ର ମାଟି ମେଣ୍ଟ ଗ୍ରାମରେ। এই ମାଟିର ପବିତ୍ରତା এই ମାଟିର ଇତିହାସ ମନେ ପକାଉଛି এই ଦଣ୍ଡଯାତ୍ରାର କଥା। ଦଣ୍ଡଯାତ୍ରାର ପରମ୍ପରା এই ସେଇ ଦଣ୍ଡ ଯେଉଁ ଦଣ୍ଡ ଥିଲା ସେଇ ଦଣ୍ଡର କଥା। ଧୂଳି ଦଣ୍ଡ ଭକ୍ତି ଦଣ୍ଡ ଏବଂ ପାଣି ଦଣ୍ଡର କଥା। ଦଣ୍ଡୁଆମାନଙ୍କ ଦାଣ୍ଡରେ ଗଡ଼ିବାର କଥା। ସେଇ ଚେଷ୍ଟା ଏବଂ ଭକ୍ତି ମାର୍ଗର କଥା। ସେମାନଙ୍କର ଭକ୍ତି ସେମାନଙ୍କର ଶ୍ରଦ୍ଧା ଭଗବାନ ମହାଦେବ ଯିଏକି ବିଷକୁ ପାନ କରି ନୀଳକଣ୍ଠ ସାରିଛନ୍ତି। ଯେ ସବୁବେଳେ ଭକ୍ତିର ଭଗବାନର ଠାକୁର ଭକ୍ତର ସେଇ ଆଶୀର୍ବାଦର ଠାକୁର ସେ ଭଗବାନ ମହାଦେବ ଏବଂ ମେଣ୍ଟ ଗ୍ରାମର ସେଇ ଭକ୍ତି ଭଗବାନର ଠାକୁର ସମସ୍ତଙ୍କର ବିଶ୍ୱାସର ଠାକୁର ବାବା ବାଲୁକେଶ୍ୱର ଦେବ ଆଜି ସ୍ଥାନପତି ଅଛନ୍ତି। ସମଗ୍ର ଶ୍ରଦ୍ଧାଳୁ ବର୍ତ୍ତମାନ ଭିଡ଼ ଜମାଇଛନ୍ତି। କାହିଁ ସୁନ୍ଦରପୁର କାହିଁ ଉଦୟଗିରି କାହିଁ ବଜାରଗଡ଼ କାହିଁ ଚନ୍ଦନଗଡ଼ ଚନ୍ଦ୍ରପୁର ବରପକୁରିଆ ପୁରୀ ସମସ୍ତ ଗ୍ରାମରୁ ଲୋକ ଦୌଡ଼ି ଆସିଛନ୍ତି। ଭଗବାନଙ୍କୁ ଦର୍ଶନ କରିବେ ତାଙ୍କର କଥା ଜଣାଇବେ ଏବଂ ଆଶୀର୍ବାଦ ନେବେ ତାଙ୍କର ପରିବାରର ମଙ୍ଗଳ ପାଇଁ। ଏବଂ ସମସ୍ତଙ୍କ ମଧ୍ୟରେ ଜପ ଚାଲିଛି ମନ୍ତ୍ର ଚାଲିଛି ପ୍ରାର୍ଥନା ଚାଲିଛି। ଏବଂ ସହସ୍ର ଭକ୍ତାଳୁଙ୍କ ଭିଡ଼ରେ ଆଜିର ଏହି ପବିତ୍ର ମାଟି ମେଣ୍ଟ ଆମର କିଭଳି ପାଲଟିଛି ଯଜ୍ଞକ୍ଷେତ୍ର ନିଶ୍ଚିତ ଭାବରେ ଯଜ୍ଞକ୍ଷେତ୍ର ପାଲଟି ଯାଇଛି। ଏବଂ ଆତଙ୍କବାଦୀର ସୁନ୍ଦର ଭାବେ ଚଳଚ୍ଚିତ୍ରକୁ ଦେଖୁଛନ୍ତି ଆପଣମାନେ। ଏବଂ ଭକ୍ତର ବୈଷ୍ଣବମାନେ ସୁନ୍ଦର ଭାବେ ଭଗବାନଙ୍କୁ ନେଉଛନ୍ତି। ଭଗବାନ ବୁଲି ବୁଲି ଯାଉଛନ୍ତି ଏବଂ ପାଣ୍ଡବମାନେ ଖୁବ୍ ସୁନ୍ଦର ଭାବରେ ଅଗ୍ନି ପ୍ରଜ୍ୱଳିତ କରୁଛନ୍ତି। ଯେଉଁ ଇତିହାସ ଯେଉଁ ସଂସ୍କୃତି ଯେଉଁ ଭଗବାନଙ୍କର ସଂସ୍କୃତି ଭଗବାନଙ୍କ ପରମ୍ପରା ଭଗବାନଙ୍କର କଥା ଯାତ୍ରାର ନିୟମ ଦଣ୍ଡଯାତ୍ରା ଉପବାସରେ ରହି ଦେହକୁ କଷ୍ଟ ଏବଂ ଯନ୍ତ୍ରଣା ନେଇ ଏହି ଭକ୍ତି ମାର୍ଗକୁ ସାଧନା ମାର୍ଗରେ ପରିଣତ କରିବା ପାଇଁ ସମସ୍ତେ ଚେଷ୍ଟିତ। ଇଏ ହେଉଛନ୍ତି ସେହି ମହାଦେବ।